Namaskar, Mukul Snow. I know you are a pharmacy student, or maybe not. If you are a pharmacy student, then this video is yours. While you are doing D Pharm, B Pharm or M Pharm. ଆଉ ହଁ এই ଭିଡ଼ିଓଟି ଆପଣଙ୍କୁ ଡିମୋଟିଭେଟ୍ କରିବା ପାଇଁ ନୁହେଁ ବରଂ ନିଜର ରେସ୍ପନ୍ସିବିଲିଟି ଉଜାଗର କରିବା ପାଇଁ। ଆପଣ ଦେଖୁଛନ୍ତି କେସି ଟେକ୍ନିକାଲ ଫାର୍ମା ପାୱାର ବାଇ ଡିଆରଏସ୍ କୃଷ୍ଣ ବ୍ଲଗ। ଭାରତ କିମ୍ବା ବିଶେଷ କରି ଆମ ଓଡ଼ିଶାରେ ଫାର୍ମାସି ପ୍ରଫେସନର ସ୍ଥିତି କାହିଁକି ଖରାପ ହେବାରେ ଲାଗିଛି? କାହିଁକି ଜଣେ ଫାର୍ମାସିଷ୍ଟ ଆଫ୍ଟର ଡୁଇଂ 4 year କୋର୍ସ with facing many problem ନିଜକୁ ଅବହେଳିତ ମନେ କରୁଛି? ଚାଲନ୍ତୁ ଜାଣିବା ଏହାର ପ୍ରକୃତ କାରଣ କ'ଣ। By discussing 5 major points. Point number 1, saturation of college. କଲେଜ ସଂଖ୍ୟାର ବୃଦ୍ଧି। ଛତୁ ଫୁଟିଲା ଭଳି ଫାର୍ମାସି କଲେଜ ଖୋଲିବାରେ ଲାଗିଛି। କିଛି ବର୍ଷ ମଧ୍ୟରେ ଆଫ୍ଟର କୋଭିଡ ପେଣ୍ଡାମିକ ଓଡ଼ିଶାରେ ଶହ ଶହ ଫାର୍ମାସି କଲେଜ ଖୋଲା ଚାଲିଛି। ଏହାଦ୍ୱାରା ସିଟ୍ ସଂଖ୍ୟା ତ ବଢ଼ିଛି, କିନ୍ତୁ ପାଠପଢ଼ାର କ୍ୱାଲିଟି କମିବାରେ ଲାଗିଛି। ପ୍ରତିବର୍ଷ ହଜାର ହଜାର ପିଲା ବାହାରୁଛନ୍ତି, କିନ୍ତୁ ସେହି ଅନୁପାତରେ ଫାର୍ମାସି ଭ୍ୟାକେନ୍ସିର ଦେଖା ନାହିଁ। ପଏଣ୍ଟ ନମ୍ବର 2, ଲୋ ସାଲାରୀ ଷ୍ଟ୍ରକ୍ଚର। ଅଳ୍ପ ଦରମା। ଜଣେ ଫାର୍ମାସିଷ୍ଟ 4 ବର୍ଷ କଷ୍ଟ କରି ପଢ଼ିବା ପରେ ଯେତେବେଳେ ଲେସ୍ ଗଭର୍ଣ୍ଣମେଣ୍ଟ ଭ୍ୟାକେନ୍ସି ଯୋଗୁଁ ପ୍ରାଇଭେଟ ସେକ୍ଟର ବା ରିଟେଲ ଫାର୍ମାସିରେ କାମ କରେ, ତାକୁ ମାତ୍ର 8 ରୁ 10 ହଜାର ଟଙ୍କା ଅଫର କରାଯାଏ। ଏତେ କମ୍ ଦରମାରେ ଜଣେ ଶିକ୍ଷିତ ଯୁବକ ନିଜର ଫ୍ୟୁଚରକୁ ଅନସିକ୍ୟୁର ମନେ କରେ। ପଏଣ୍ଟ ନମ୍ବର 3, ରେଣ୍ଟିଂ ଅଫ୍ ଲାଇସେନ୍ସ। ଲାଇସେନ୍ସ ଭଡ଼ା ଦେବା ଏହା ଏହି ପ୍ରଫେସନ ପାଇଁ ସବୁଠାରୁ ବଡ଼ ଅଭିଶାପ। It is essential for the shop's operation. I understand the importance. Thank you. ଏହା ହିଁ ହେଉଛି ଫାର୍ମାସି ପ୍ରଫେସନର ଡାଉନଫଲର ମୁଖ୍ୟ କାରଣ। ଅନେକ ଫାର୍ମାସିଷ୍ଟ ନିଜେ ଦୋକାନରେ ନ ରହି କେବଳ କିଛି ଟଙ୍କା ପାଇଁ ନିଜ ଲାଇସେନ୍ସକୁ ଭଡ଼ାରେ ଦେଇ ଦେଉଛନ୍ତି। ଏହାଦ୍ୱାରା ନନ୍ ଫାର୍ମାସିଷ୍ଟ ମାନେ ମେଡିସିନ ଷ୍ଟୋର ଚଳାଉଛନ୍ତି ଏବଂ ଜଣେ ପ୍ରକୃତ ଫାର୍ମାସିଷ୍ଟ ନିଜ ଗୁରୁତ୍ୱ ହରାଉଛି। ପଏଣ୍ଟ ନମ୍ବର 4, ଲେକ୍ ଅଫ୍ ଗଭର୍ଣ୍ଣମେଣ୍ଟ ଜବ୍ ଅପରଚ୍ୟୁନିଟି। ସରକାରୀ ଚାକିରିର ଅଭାବ। ଓଡ଼ିଶା ସରକାରଙ୍କ ଦ୍ୱାରା ନିୟମିତ ଭାବେ ଫାର୍ମାସିଷ୍ଟ ନିଯୁକ୍ତି ବାହାରୁନାହିଁ। ଯଦିଓ ବାହାରୁଛି, ତାହା ପଦବୀ ତୁଳନାରେ ବହୁତ କମ୍ ଏବଂ ଅନେକ ସମୟରେ କଣ୍ଟ୍ରାକ୍ଟ ବେସିସରେ ଚାକିରି ଯୋଗୁଁ ପିଲାମାନେ ନିରାଶ ହେଉଛନ୍ତି। ପଏଣ୍ଟ ନମ୍ବର 5, ପବ୍ଲିକ ପରସେପ୍ସନ। ଲୋକଙ୍କ ଧାରଣା। ସାଧାରଣ ଲୋକଙ୍କ ନଜରରେ ଫାର୍ମାସିଷ୍ଟ ମାନେ କେବଳ ଜଣେ ମେଡିସିନ ସେଲର, ବଟ୍ ହି ଅର୍ ସି ଡାଜ୍ ନଟ୍ ନୋ ଦ ପାୱାର ଅଫ୍ ଫାର୍ମାସିଷ୍ଟ, ଯାହାକି ଆମ ଫାର୍ମାସିଷ୍ଟ ଭାଇ ଭଉଣୀମାନେ କମେଣ୍ଟରେ ଜଣାଇବେ। ଆଶା କରୁଛି ଏହି ଭିଡ଼ିଓଟି ଇନଫର୍ମେଟିଭ୍ ହୋଇଥିବ। ଯଦି ଆପଣ ଜଣେ ରେଜିଷ୍ଟର୍ଡ ଫାର୍ମାସିଷ୍ଟ କିମ୍ବା ଫାର୍ମାସି ଷ୍ଟୁଡେଣ୍ଟ, ତେବେ କମେଣ୍ଟରେ ନିଜର ମତାମତ ଦେବା ସହ DRX ଲେଖି ନିଜର ଆଟେଣ୍ଡାନ୍ସ ଦିଅନ୍ତୁ। ଆଉ ହଁ, ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ। ରହିଲି। ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ କୌଣସି ଏକ ନୂଆ ଟପିକ। Wanna hear it talking shit from the drama. Keep it coming, I'ma send you to your mama. Mr. Whip, 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 get the gun down.